ଶ୍ରୋତାବନ୍ଧୁ ଗାଳ୍ପିକା ଚିରଶ୍ରୀ ଇନ୍ଦ୍ର ସିଂଙ୍କ ଗଳ୍ପ ବାଇ ଚଢ଼େଇର ଘର ଆର ଦ୍ୱିତୀୟ ଭାଗ। ଆମେ ଯେଉଁଠୁ ଛାଡ଼ିଥିଲେ ସେଇଠୁ ଆରମ୍ଭ କରୁଛେ। ଆଦିତ୍ୟଙ୍କର ଆଖି ଆଗରେ 3 ଜଣ ମୁଖାପିନ୍ଧା ଲୋକ ଛୋଟ ଛୋଟ କରି ହାଣି ପକାଇଲେ ତାଙ୍କର ଜଣେ ସାଙ୍ଗକୁ ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରେ। ଶେଷ ପର୍ଯ୍ୟନ୍ତ ଅପରାଧୀମାନେ ଧରା ପଡ଼ିଲେ ନାହିଁ। ଏସବୁ ଆଖିରେ ଦେଖିଛନ୍ତି ବୋଲି କାହାକୁ କହିଲେନି ଆଦିତ୍ୟ, ମୋତେ ବି ନୁହେଁ। କିନ୍ତୁ ତାପରେ ସେ ସବୁ କଥାକୁ ଡରିଲେ। ଦିନରେ ବି ଆମ ଘରେ ଆଲୁଅ ଜଳା ହେଲା, ଦାଣ୍ଡ ଗ୍ରିଲରେ 24 ଘଣ୍ଟା ତାଲା ଝୁଲିଲା, ମୂଷାଟାଏ କି ଅସରପାଟାଏ ଘର ଭିତରେ ଚାଲିଲା ତ ସାରା ରାତି ସେ ଶୋଇପାରିଲେ ନାହିଁ। ଦିନେ ଅଫିସରୁ ଫେରି ସେ ଫୁସଫୁସ ହୋଇ କଥାବାର୍ତ୍ତା ଆରମ୍ଭ କରିଦେଲେ। ସେମିତି କଥାବାର୍ତ୍ତା କରିବାଟା ଧୀରେ ଧୀରେ ତାଙ୍କର ଅଭ୍ୟାସରେ ପଡ଼ିଗଲା। ବନ୍ଧୁବାନ୍ଧବ, ସାହି ପଡ଼ିଶା, ଅଫିସ ଲୋକେ ସମସ୍ତେ ତାଙ୍କୁ ଥଟ୍ଟା ନକଲ କଲେ, ଚିଡ଼େଇଲେ। ତାଙ୍କ ଅବସ୍ଥା ବେଶୀ ବେଶୀ ଖରାପ ହୋଇଗଲା। ଏମିତି ସମୟରେ ଭାଇ, ବନ୍ଧୁ, ବାପଘର, ଶାଶୁଘର ସବୁଆଡ଼ୁ ସମ୍ପର୍କ କଟି କଟି ଯିବା କଥା କଟିଗଲା। କେତେ କେତେ ପରିଚିତ ମୁହଁ ହଜିଗଲା ଜୀବନରୁ। ନର୍ମଦା ବହୁ ବର୍ଷରୁ ଛାତି ଭିତରେ ଚାପି ରଖିଥିବା ଦୁଃଖ କାହାଣୀ ଶୁଣାନ୍ତି ବିଜନଙ୍କୁ। ତାପ୍ତି ଭଲ ଥିଲାବେଳେ କେଉଁଦିନ ହାତରେ ପାଣି ଗିଲାସ ବି ଉଠାଇ ପିଇ ନଥିଲି ମୁଁ। ଏବେ ଦେଖନ୍ତୁ ସେଇ ହାତ ସାରା କେତେ ଚେଙ୍କ ଲାଗିଛି ରୋଷେଇ କଲାବେଳେ। ବିଜନ କଥା କହିଲା ବେଳେ ଅବଶ୍ୟ ହସୁଥାନ୍ତି, ନର୍ମଦା ବି ହସିବାକୁ ଚେଷ୍ଟା କରନ୍ତି। ଆପଣଙ୍କୁ ଯଦି ସାଙ୍ଗେ ସାଙ୍ଗେ କିଛି ଅଏଣ୍ଟମେଣ୍ଟ ନ ମିଳୁଛି ତ ଆପଣ ଦାନ୍ତ ଘଷା ପେଷ୍ଟ ଟିକେ ଲଗେଇଦେବେ। ତରତର ହୋଇ ରୋଷେଇ କଲାବେଳେ ଚେଙ୍କ ଲାଗିଗଲେ ମୁଁ ସେୟା କରେ। ସବୁବେଳେ ଭାବେ ଯେ ଭଗବାନ କାହିଁକି ଅନ୍ୟାୟ କଲେ। ବାପ ପୁଅ 2 ଜଣ ତ ବାଇକ୍ରେ ବସିଥିଲୁ, ସିଏ କାହିଁକି ଚାଲିଗଲା ଆଉ ମୁଁ କାହିଁକି ରହିଗଲି। ମୁଁ ଚାଲି ଯାଇଥିଲେ ମା ପୁଅ ଦୁହେଁ କନ୍ଦାକଟା କରିଥାନ୍ତେ, ହଇରାଣ ହେଇଥାନ୍ତେ, କିନ୍ତୁ ତାପ୍ତି ପୁଅ ମୁହଁକୁ ଚାହିଁ ସମ୍ଭାଳି ଯାଇଥାନ୍ତେ। ତାଙ୍କର ଡିପ୍ରେସନ୍ ବାହାରି ନଥାନ୍ତା। ବିଜନଙ୍କ କଥା ଶୁଣୁ ଶୁଣୁ ଆଖି ଭରି ଆସେ ନର୍ମଦାଙ୍କର। ଏମିତି ସବୁ କଥା ଶୁଣି କ'ଣ ଉତ୍ତର ଦେବେ ସେ ଜାଣିପାରନ୍ତିନି। ତାଙ୍କ ଭିତରେ ବି କେତେ ନିଆଁ ବରଫ ପରି ଜମାଟ ବାନ୍ଧି ରହିଛି ଏଇ ବଡ଼ ସହରରେ। ଏ ଦୁଆର ସେ ଦୁଆର ବୁଲି କେତେ କାହାର ଉପେକ୍ଷା ଆଉ ନିଷ୍ଠୁରତାକୁ ସାମ୍ନା କରିବାକୁ ପଡ଼ିଛି। ଗୋଟିଏ ଗୋଟିଏ ଟଙ୍କାକୁ ହୀରା ମୋତି ପରି ଗଣି ରଖିବାକୁ ହୋଇଛି। ନିଜର ଲୋକମାନଙ୍କର ଛଳନା ଆଉ ଚାଲାକିକୁ ବୁଝି ନ ବୁଝିବାର ଅଭିନୟରେ କଟିଯାଇଛି ମାସ ପରେ ମାସ। ଏବେ ସେସବୁ କଥା ମନେ ପଡ଼ିଗଲେ ଛାତି ଫାଟିଗଲା ପରି ଲାଗେ। ଭାଇ ତ ଗାଡ଼ି ଚଲାଉନାହାନ୍ତି, ଗାଡ଼ିଟା ପଡ଼ି ପଡ଼ି ଖରାପ ହୋଇଯିବ କହି ଆଦିତ୍ୟଙ୍କର ସାନ ଭାଇ ତାଙ୍କର 6 ମାସ ତଳେ କିଣା ମୋଟର ସାଇକେଲଟା ନେଇଯାଇଛନ୍ତି। ତାଙ୍କ ଦେହ ଖରାପ ଆରମ୍ଭ ହେଉ ହେଉ ନର୍ମଦାଙ୍କର ନିଜ ବଡ଼ ଭଉଣୀ ଟଙ୍କା 30,000 ଧାର ଦେଇଥିଲେ ବୋଲି ବର୍ଷକ ପରେ ତାଙ୍କ ଡ୍ରେସିଂ ଟେବୁଲଟା ନେଇଯିବାର ପ୍ରସ୍ତାବ ଥୋଇଲେ, ଏୟା କହି ଯେ ଏଇ ଡ୍ରେସିଂ ଟେବୁଲରେ ମିରରଟା କେଉଁଦିନ ଭାଙ୍ଗିଦେବେ ଆଦିତ୍ୟ, ବରଂ ଏଟାକୁ ମୁଁ ନେଇଯିବି କି? ତୋର ବଡ଼ ଆଲମିରାରେ ବି ତ ମିରର ଲାଗିଛି। ନର୍ମଦାଙ୍କୁ କହିବାକୁ ପଡ଼ିଲା ହସ ହସ ହେଇ ଯେ ହଁ ହଁ ତୁ ନେଇଯା, ମୁଁ ତ ଆଉ ଘର ସଫା କରିପାରୁନି। ଦେଖୁନୁ ସେପଟେ କେତେ ଅଳନ୍ଧୁ, କେତେ ଅଳିଆ, ଜିନିଷଟା ପଡ଼ି ପଡ଼ି ନଷ୍ଟ ହେଉଛି। ଆଉ ସତ କଥା, ଦର୍ପଣ ଆଗରେ ଠିଆ ହୋଇ ମୁହଁ ଦେଖିବାକୁ ଆଉ ବେଳ ନାହିଁ କି ସରାଗ ବି ନାହିଁ। ବଡ଼ ଘରୁ ଛୋଟ ଘରକୁ ଉଠି ଆସିଲା ବେଳେ କିଏ ସବୁ ନେଇଗଲେ ପଥରର ମୂର୍ତ୍ତି, ଶାଗୁଆନ କାଠର ଟିପୟ, କେତେ ଆଦରରେ ବଢ଼େଇଥିବା କାକ୍ଟସ୍ ଆଉ ସକ୍ୟୁଲେଣ୍ଟ ପ୍ଲାଣ୍ଟମାନ। ଡ୍ରଇଂ ରୁମ୍ରେ ସଜଡ଼ା ହୋଇଥିବା ଦକ୍ଷିଣାବର୍ତ୍ତ ଶଙ୍ଖ 4ଟି ମୁଁ ଜାଣେ ନାହିଁ। ମୋତେ ଅନୁମତି ମାଗିବାକୁ ଲୋଡ଼ା ପଡ଼ିନି ମୋର ସମ୍ପର୍କୀୟମାନଙ୍କର। ବିଜନ ଧୀରେ ଧୀରେ ଆଦରରେ ଆଉଁସି ଦିଅନ୍ତି ନର୍ମଦାଙ୍କର ହାତ। ଆପଣଙ୍କର ତ ଝିଅଟି ଅଛି, ଦୁନିଆର ଯୋଉ କୋଣରେ ବି ଥାଉ ଅଛି ତ, ତା କଥା ଭାବନ୍ତୁ, ପ୍ରାର୍ଥନା କରନ୍ତୁ ତା ପାଇଁ। ବ୍ୟସ୍ତ ହୁଅନ୍ତୁନି। ବ୍ୟସ୍ତ ହେଲେ ଜଞ୍ଜାଳ କମେ ନା, କେବଳ ନିଜର ଦେହ ଖରାପ ହୁଏ, ଜଞ୍ଜାଳ ବଢ଼ିଯାଏ ଆହୁରି। ଝିଅ ସେଠିକାର ପୁଅଟିଏ ସହ ସମ୍ପର୍କ ଯୋଡ଼ିଲାଣି। ସେ ଦେଶରେ ବାହା ହେଲେ ଆଉ କ'ଣ ଫେରିବ? ଫେରିବନି। ତୁଳନା କରିବାଟା ଅବଶ୍ୟ ଭୁଲ ଆଉ ଅବାନ୍ତର କଥା, ହେଲେ ଆପଣଙ୍କର ଯେମିତି ଏକୁଟିଆ ଜୀବନ, ମୋର ବି ଏକରକମ ସେଇଆ। ବିଜନ ଉଠି ଠିଆ ହୋଇ ପଡ଼ନ୍ତି, ଚାହାନ୍ତି ଅନିର୍ଦ୍ଦିଷ୍ଟ ଭାବେ କେଉଁ ଅନିର୍ଦ୍ଦିଷ୍ଟ ଦୂରତା ଆଡ଼କୁ। ନର୍ମଦା ବୁଝିପାରନ୍ତି ଯେ ଭୁଲ କଥା କେବଳ ନୁହେଁ, ନିଷ୍ଠୁର ନିର୍ମମ କଥା କହିଦେଇଛନ୍ତି ସିଏ। ଅପରାଧ ସ୍ୱୀକାର କଲାପରି ସେ ବିଜନଙ୍କର ପାପୁଲିକୁ ତୋଳି ଧରନ୍ତି।
ସେ ପାପୁଲି ଉପରେ ନର୍ମଦାଙ୍କ ଆଖିରୁ 2 ଟୋପା ଲୁହ ଖସି ପଡ଼େ। ନିଜର ଅଭାବ ଅସୁବିଧା କଥା ନିଃସଙ୍କୋଚରେ ଗପି ହୁଏ ଏଣିକି, ସାହାଯ୍ୟ ମାଗି ହୁଏ ଅକୁଣ୍ଠରେ। ନର୍ମଦାଙ୍କ ଝିଅ ଭିଡ଼ିଓ କଲ୍ରେ କଥା ହେଲାବେଳେ ଦିନେ ପ୍ରସ୍ତାବ ଦିଏ, ଆପଣମାନେ ଗୋଟିଏ ଆପାର୍ଟମେଣ୍ଟରେ କାହିଁକି ରହିଯାଉନାହାନ୍ତି ଅଙ୍କଲ? ପାଖାପାଖି 2ଟି ଫ୍ଲାଟ୍ ନିଅନ୍ତୁ, କିମ୍ବା 3 ବେଡରୁମ୍ ବାଲା ବଡ଼ ଫ୍ଲାଟ୍। ଜଣେ ରୋଷେଇଆ ଆଉ ଜଣେ କେୟାରଟେକରରେ କାମ ହୋଇଯିବ। ଖର୍ଚ୍ଚ କେତେ କମିଯିବ। ବଣ୍ଟାବଣ୍ଟି କରି କାମ କରିଦେଲେ ସମୟ, ଶ୍ରମ ଆଉ ଟଙ୍କା ସବୁ ବଞ୍ଚିଯିବ। ଜାଣନ୍ତି, ମୋ ମା ହାରମୋନିୟମ ବଜାଇ ଗୀତ ଗାଉଥିଲା ମୋ ପିଲାଦିନେ। ଆପଣଙ୍କର ବି ସେମିତି କିଛି ଥିବ ହବି ନିଶ୍ଚୟ। ଆପଣଙ୍କର ବି ସେମିତି କିଛି ହବି ଥିବ ନିଶ୍ଚୟ। ନାହିଁ ଯଦି ତିଆରି କରନ୍ତୁ, କିନ୍ତୁ ଆପଣ ଦୁହେଁ ନିଜର ସ୍ୱାସ୍ଥ୍ୟ ପ୍ରତି ବି ସମୟ ଦିଅନ୍ତୁ, ନିଜର ଯତ୍ନ ନିଅନ୍ତୁ, ନିଜର ସଉକ ପାଇଁ, ହବି ପାଇଁ କିଛି ଖର୍ଚ୍ଚ ବି କରନ୍ତୁ। ପାଖାପାଖି ଫ୍ଲାଟ୍ ନୁହେଁ, ଗୋଟିଏ 3 ବେଡରୁମ୍ ବାଲା ଘର ନିଆଗଲା। କୋଠରୀ ଗୁଡ଼ିକ ବହୁତ ବଡ଼ ନୁହେଁ, କିନ୍ତୁ ସାନ ଷ୍ଟଡି ରୁମ୍ଟିଏ ବି ଅଛି। ଷ୍ଟୋର ରୁମ୍ରେ ଗୁଡ଼ାଏ ଥାକ, ନର୍ମଦାଙ୍କ ଅଫିସକୁ ପାଖ। ସବୁଠାରୁ ବଡ଼ କଥା ହେଲା ଘର ପାଖରେ ବଡ଼ ପାର୍କଟାଏ ଅଛି। ଏବେ ସପ୍ତାହରେ 3-4 ଦିନ ତାପ୍ତି ଓ ଆଦିତ୍ୟଙ୍କୁ ନେଇ ପାର୍କକୁ ନେଇଯାଏ ସେମାନଙ୍କର କେୟାରଟେକର ମାଉସୀ। ଡାକ୍ତର ଖୁସି ହୁଅନ୍ତି, ଏବେ ସେମାନଙ୍କର ଔଷଧର ମାତ୍ରା କମୁଛି। ଖାଲି ଡାକ୍ତର ନୁହନ୍ତି, ମାଉସୀ ବି ଖୁସି। ପାର୍କର ବେଞ୍ଚରେ ଦୁହିଁଙ୍କୁ ବସାଇ ଦେଇ ସେ ତାର ଉଲ୍ ବୁଣାରେ ଲାଗିଯାଏ। ଟିଫିନରେ ଖାଦ୍ୟ, ଫ୍ଲାସ୍କରେ ଚା ଓ ପାଣି ବୋତଲ ତ ସାଙ୍ଗରେ ଥାଏ। ଖାଲି ପାଗ ଭଲ ଥିଲେ ସେଠି ସକାଳରୁ ସଞ୍ଜ ପଡ଼ିବା ଯାଏ ରହିହୁଏ। ପାର୍କର ଜଣେ ସିକ୍ୟୁରିଟି ଗାର୍ଡ ମାଉସୀର ପୁତୁରା। ପାର୍କର ମାଳି ଓ ସିକ୍ୟୁରିଟି ଗାର୍ଡର ପିଲାମାନେ ଏମାନଙ୍କ ସାଙ୍ଗରେ ଖେଳରେ ମାତିଯାଆନ୍ତି। କେଉଁଠୁ କେଜାଣି ଗୋଟେ ସେକେଣ୍ଡ ହ୍ୟାଣ୍ଡ ହାରମୋନିୟମ କିଣି ଆସନ୍ତି ବିଜନ ଦିନେ ନର୍ମଦାଙ୍କ ପାଇଁ। ନର୍ମଦା କେବେ ହାରମୋନିୟମ ବଜାଇ ନାହାନ୍ତି, କିନ୍ତୁ ଖୁସି ହୋଇଛନ୍ତି ବହୁତ। ବିଜନଙ୍କର ସବୁ କଥାରେ ବହୁତ ଯତ୍ନ, ଭାରି ମନ ବୁଝିବାର ମଣିଷ ସିଏ। ଭାରି ଯତ୍ନ କରି ସେ ଦାଢ଼ି ଟ୍ରିମ୍ କରିଦିଅନ୍ତି ଆଦିତ୍ୟଙ୍କର। ପୁରା କ୍ଷିଅର କରିଦେଲେ ତାଙ୍କ ମୁହଁ, ଗାଲରେ ଘଷି ଦିଅନ୍ତି ଫିଟିକିରି, ଆଫ୍ଟର ସେଭ୍ ଲୋସନ୍। ଇସ୍ତ୍ରୀ କରିଦିଅନ୍ତି ତାଙ୍କର ଲୁଗାପଟା। ନର୍ମଦା ବେଣୀ ବାନ୍ଧି ଦିଅନ୍ତି ତାପ୍ତିଙ୍କ ଲମ୍ବା କେଶରେ। ମାଉସୀ ପାର୍କରୁ ଫେରିବା ରାସ୍ତାରୁ ମଲ୍ଲି ଗଜରା କିଣି ଝୁଲେଇ ଦିଏ ସେ ବେଣୀରେ। କୃତଜ୍ଞତା ଓ ଶ୍ରଦ୍ଧାରେ ଅବନତ ପରସ୍ପର ପାଖରେ ବିଜନ ଓ ନର୍ମଦା ନାମକ 2ଟି ପ୍ରାଣୀ ପ୍ରଥମ ପରିଚୟ ଦିନଠାରୁ। ଜୀବନ ଯେ ଟିକେ ବଞ୍ଚିବା ଯୋଗ୍ୟ ହୋଇପାରିବ, ଘରଟା ଟିକେ ବାସ୍ନା ହେବ ଘର ପରି, ଏ ଦୁରାଶା ନଥିଲା ମନରେ। ଗଳିରେ, ଅଫିସରେ ସମ୍ପର୍କୀୟମାନଙ୍କ ଭିତରେ ନାନା କଥା ଚର୍ଚ୍ଚା ହୁଏ। ସେମାନେ ଜାଣନ୍ତି, କିଛି ଶୁଣନ୍ତି ନାହିଁ। ଝିଅ ଫୋନରେ କହେ, ଘରକୁ କିଛି ଇନଡୋର ପ୍ଲାଣ୍ଟ ପଠାଇ ଦେଇଛି, ଭଲ ଲାଗିବ ଆପଣମାନଙ୍କୁ। ବାପା ଆଉ ଆଣ୍ଟିଙ୍କ ସହ ଭିଡ଼ିଓ କଲ୍ରେ ମୁଁ କଥା ହେଉଛି। ପାର୍କର ଗଛ ଓ ପିଲାମାନଙ୍କୁ ସେମାନେ ଚିହ୍ନେଇ ଦେଉଛନ୍ତି ମୋତେ। ଆପଣ ଦୁହିଁଙ୍କୁ ତ ସମୟ ନାହିଁ। ସେମାନେ କେତେ ନର୍ମାଲ ଲାଗୁଛନ୍ତି। ଆଉ ମା ଶୁଣ, କାମବାଲି ରେଗୁଲାର ଆସୁନି ପରା, ମୁଁ ଡିଶୱାଶ୍ ପଠାଇ ଦେଉଛି। ଥାଉ ଥାଉ, ତୋର କିଛି ଖର୍ଚ୍ଚ କରିବା ଦରକାର ନାହିଁ, ଆମେ ସବୁ ଠିକ୍ଠାକ୍ ଅଛୁ। ମୋ ପାଠପଢ଼ା, ବାପାଙ୍କ ଚିକିତ୍ସା ପାଇଁ ସବୁ ଗହଣା, ସହରର ପ୍ଲେଟ୍ ସବୁ ବିକ୍ରି କରିଦେଇଛ, ମୁଁ ଏତିକି ପଠାଇ ପାରିବିନି। ଏବେ ପରା ପ୍ରଥମ ଦରମା ପାଇଲି। ତୋର ଷ୍ଟଡି ଲୋନ୍ ସୁଝିଯାଉ ପ୍ରଥମେ। ବିଜନ କହନ୍ତି, ଷ୍ଟଡି ଲୋନ୍ ସେ ସୁଝିବ, ଆପଣ ଝିଅର ମନ ଭାଙ୍ଗି ଦିଅନ୍ତୁନି। ନିଅନ୍ତୁ, ରଖନ୍ତୁ ଆଦିତ୍ୟଙ୍କ ପ୍ରେସ୍କ୍ରିପସନ୍। ମୋତେ କ୍ୟାସ୍ ଦେଇଦେବେ। 2 ଜଣଙ୍କର ଔଷଧ ଏକାଠି କିଣିଲାରୁ ଭଲ ଡିସ୍କାଉଣ୍ଟ ଦେଉଛି ଦୋକାନୀ। ସେ ହିସାବଟା ପେନ୍ସିଲରେ ବିଲ୍ ପଛରେ ଲେଖିଦେଇଛି। ନର୍ମଦାଙ୍କ ଭିତରେ ଖେଳିଯାଏ ଟିକେ ହାଲୁକାପଣ। ଓହୋ, କେଉଁଠୁ 5 ଟଙ୍କା 10 ଟଙ୍କା ବଞ୍ଚିଗଲେ ବି କେଡ଼େ କଥା। କେବେଟାରୁ ଚଷମା ବଦଳାଇବା ଦରକାର ପଡ଼ିଲାଣି, ଏବେ କରିହେବ। ଘର ଭଡ଼ା, କେୟାରଟେକର ଖର୍ଚ୍ଚ ଅଧା କମିଗଲା ମାନେ କେତେ ସୁବିଧା। ଚଷମା ବଦଳାଇବା ଅଛି ମୋର, ଏଇ ରବିବାର କରିଦେବି। କ'ଣ ବିନା ଟେଷ୍ଟରେ? ପାୱାର ଚଷମା ତ, ଚଷମା ଦୋକାନୀ କହିଦେବ ଟେଷ୍ଟ କରିବା। ନା ନା, ଆଖି କଥା। ଏତେ କେୟାରଲେସ୍ ହେଲେ କେମିତି ହେବ? ମୋତେ ବି କାହିଁକି ଗୋଟେ ଆଖି ଝାପ୍ସା ଦିଶିଲା ଭଳି ଲାଗୁଛି। ରହନ୍ତୁ, ସାଙ୍ଗ ହୋଇ ରୋଟାରୀ ହସ୍ପିଟାଲ ଚାଲିଯିବା। ମୁଣ୍ଡଟା ଯେ ମଝିରେ ମଝିରେ ବିନ୍ଧୁଛି ମୋର, ହେଇପାରେ ଆଖି ପାଇଁ। 2 ଜଣଙ୍କ ଆଖି ଡ୍ରପ୍ ପଡ଼ିଛି। ଡାକ୍ତରଙ୍କର ଆଟେଣ୍ଡାଣ୍ଟ କହିଛି ଆଖି ବନ୍ଦ କରି ବସିଥାନ୍ତୁ। ବିଜନ ସବୁଦିନେ ଅଧିକ ଦାୟିତ୍ୱବାନ, ଅନେକ ଧୀର ସ୍ଥିର ଆଉ ପାଖର ମଣିଷମାନଙ୍କର ସୁବିଧା ଅସୁବିଧା ପ୍ରତି ବଡ଼ ସଜାଗ। ଆଖି ବନ୍ଦ କରି ବିଜନଙ୍କ ପାଖରେ ତାଙ୍କ ହାତକୁ ଛୁଇଁ ବସିଥିବା ଅବସ୍ଥାରେ ସେଇ ଛାଇ ଛାଇ ଅନ୍ଧାରରେ ହଠାତ୍ ଚମକି ପଡ଼ିଲେ ନର୍ମଦା।
ବିଜନଙ୍କ ଉପରେ ବେଶୀ ନିର୍ଭର କରିଯାଉଛି କି ମୁଁ? ଏମିତି ହେବାକୁ ଯାଉନି ତ ଯେ ଭିତରେ ଭିତରେ ମୁଁ ଦୁର୍ବଳ ହୋଇଗଲିଣି? ମୋର ଅସୁସ୍ଥ ଓ ଅସମର୍ଥ ସ୍ୱାମୀକୁ ଧରି ଏକୁଟିଆ ସମ୍ମାନର ସହିତ ବଞ୍ଚି ରହିବି ବୋଲି ଯେଉଁ ଗର୍ବ, ଯେଉଁ ଆତ୍ମବିଶ୍ୱାସ ଥିଲା, ସେତକ ଭାଙ୍ଗି ରୁଜି ଯାଉନି ତ? ବିଜନକୁ ଏପର୍ଯ୍ୟନ୍ତ ସେ କହିନାହାନ୍ତି, କିନ୍ତୁ ଝିଅ ଜଣାଇ ଦେଇଛି ଯେ ସପ୍ତାହକ ତଳେ ଯେ ତାର ସେଠି ବ୍ରେକଅପ୍ ହେଇଗଲା। ଝିଅ ନିଷ୍ପତ୍ତି ନେଇଛି ଭାରତ ଫେରି ଆସିବ, ଏଇଠି ବାହା ହେବ, ଦେଶରେ ରହିବ। ଝିଅ ଫେରି ଆସିବ, ତା ପାଇଁ ଘର ବର ଖୋଜା ହେବ। କେଉଁ ଗୋଟେ ଭାରତୀୟ ପରିବାରରେ ହେଇ ବି ପାରେ ଓଡ଼ିଶାରେ ସେ ବୋହୂ ହେବ। ସେମିତି ହେଲେ ବିଜନ ଓ ତାପ୍ତିଙ୍କ ସହ ରହିବାଟା ସମ୍ଭବ ହେବ ନାହିଁ ଆଉ। ସାରା ସଂସାରକୁ ବେଖାତିର କରିହୁଏ, କିନ୍ତୁ ଝିଅକୁ ଯଦି ଏ ନେଇ ଅପ୍ରତିକର ପ୍ରଶ୍ନର ଓ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ ତେବେ? ଔଷଧ ପଡ଼ି ଆଖିରୁ ଲୁହ ବୋହୁଛି। ଭଲ ହେଲା, ସମସ୍ତେ ସେଇଆ ଭାବିବେ, ବିଜନ ବି ଭାବିବେ। କିଛି ଲୁହ ଏମିତି ବୋହିଯାଉ। ବିଜନଙ୍କ ପାଖରେ ବସିଥିବା ବେଳେ ବିଜନଙ୍କ ଅଜାଣତରେ ବିଜନ ପଚାରିଲେ, ତାଙ୍କ ଆଖିରେ ତୃତୀୟ ଥର ଡ୍ରପ୍ ପଡ଼ିବା ପରେ କ'ଣ ଅସୁବିଧା ହୋଇଛି କୁହନ୍ତୁ? କିଛି ତ ହୋଇଛି ନିଶ୍ଚୟ। ଅତି ସାବଧାନତାର ସହିତ ଆଖିପତାକୁ ସାମାନ୍ୟ ଉଠେଇ ନର୍ମଦା ଚେଷ୍ଟା କଲେ ବିଜନଙ୍କ ମୁହଁ ଦେଖିବା ପାଇଁ ନିଜ ଅଜାଣତରେ। ଲୁହ, ଆଲୁଅ, ଅନ୍ଧାର, ଆବେଗ ସବୁ ଗୋଳିଆ ମିଶା, ଅସ୍ପଷ୍ଟ। ବିଦାୟ ନେବାର ବେଳା ଆସିଗଲା। ହଉ, ଦିନେ ତ ଏକଥା ଘଟିବାର ଥିଲା, ସେଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ମନକୁ ସ୍ଥିର ରଖି, ସ୍ୱରକୁ ରଖି ଅବିଚଳ, ଆତ୍ମସମ୍ମାନକୁ ସଂଯମର ପାଣ୍ଡୋଇ ପିନ୍ଧାଇ ଏ ଖବର ଜଣାଇବାକୁ ପଡ଼ିବ। ତେବେ ଆଜି ଥାଉ। ଆଜି ନହେଲେ ଯଦି ଚଳୁଛି, ତେବେ ଆଜି କାହିଁକି? ଆଜିଠାରୁ କାହିଁକି? ଝିଅ ଆସିବ କହୁଛି, ଆସିନି ତ? ଏଠି ଚାକିରି ଯୋଗାଡ଼ କରି ସାରିଲେ ତ ଆସିବ। ଚାକିରି ପଇସାରୁ ଟିକେଟ୍ କରିସାରୁ ଏବଂ ସେତିକି ସମୟ ଭିତରେ ସେ ନିଜକୁ ପ୍ରସ୍ତୁତ କରିନେବେ ପୁଣି ଥରେ ଆଉ ପ୍ରକାରେ ଜୀବନ କହିବାକୁ। ବିଜନ କହିଲେ, ଝିଅ ଆସିଯିବ ପରା। ବଢ଼ିଆ ହେଲା, ଯାହା ହେଉ। ଆପଣ ତ ମୋତେ କହିନଥିଲେ। ଝିଅ କହିଲା, ତାହେଲେ ଏଇ ଖୁସିରେ ଆଜି ସନ୍ଧ୍ୟାରେ ମିହିଦାନା କିଣାଯିବ। ନର୍ମଦାଙ୍କର କୋହ ଉଠି ଆସୁଥିଲା। ସେ ସମ୍ଭାଳି ନେଲେ ନିଜକୁ। ଏଇଟା ଗୋଟେ ପବ୍ଲିକ୍ ପ୍ଲେସ୍, ପୁଣି ସେମାନେ ଆଖି ଦେଖାଇବାକୁ ଆସିଛନ୍ତି। ଆଖିର ରଙ୍ଗ ବଦଳିଗଲେ ଡାକ୍ତର ପୁଣି କି ନାଇଁ କି ରୋଗ ହୋଇଛି ବୋଲି ଲେଖିଦେବ। ସେଦିନ ସନ୍ଧ୍ୟାରେ ନର୍ମଦାଙ୍କର ପ୍ରିୟ ମିହିଦାନା କିଣି ଆଣିଥିଲେ ବିଜନ। ଏଇଟା ଖର୍ଚ୍ଚ ଖାତାରେ ଲେଖିବେନି, ମୁଁ ଆଣିଛି ମୋ ଖୁସିରେ, ଝିଅ ଆସୁଛି ବୋଲି। ତାପ୍ତି ଭଲ ଥିଲାବେଳେ କେବେ ଥରେ କହିଥିଲେ, ଛୋଟ ପିଲାମାନେ ଯେଉଁ ସାନ ସାନ ଷ୍ଟିଲ୍ର ଖେଳଣା, ଗ୍ୟାସ୍ ଚୁଲା, ପ୍ରେସର କୁକର, ଡେକ୍ଚି, କଡ଼େଇ, ଗ୍ରାଇଣ୍ଡର, ଓଭନ ଧରି ଖେଳନ୍ତି, ତାଙ୍କୁ ଭାରି ଭଲ ଲାଗେ ଦେଖିବାକୁ। ତାପ୍ତିଙ୍କ ପାଇଁ ସେଥିରୁ ଗୋଟେ ବଡ଼ ପ୍ୟାକେଟଟି ବି ଆସିଛି। ସେସବୁ ଦେଖି ଭାରି ଖୁସି ତାପ୍ତି। ଆଦିତ୍ୟଙ୍କ ଆଗରେ ସବୁ ଖେଳେଇ ଧରି ସେ କହୁଛନ୍ତି, ଦେଖ, ମୋ ପାଇଁ ବିଜନ ଚୁଲି ଚକି ସବୁ ଆଣିଦେଇଛନ୍ତି। ମୁଁ ଏଥିରେ ତମ ପାଇଁ କ୍ଷୀରି କରିଦେବି। ସମସ୍ତଙ୍କ ପ୍ଲେଟ୍ରେ ମିହିଦାନା ବାଢ଼ି ଦେଇଥିଲା ବେଳେ ଛାତି ଭିତରଟା ବିଦାରି ହେଇଯାଉଥିଲା ନର୍ମଦାଙ୍କର। ଆଦିତ୍ୟ ଏମିତି ଆଣିଦେଉଥିଲେ ମିହିଦାନା ତାଙ୍କ ପାଇଁ, ତାଙ୍କୁ ଖୁସି କରିବାକୁ। ଏଡ଼େ ସୁନ୍ଦର, ଏତେ ଭଲ ପାଇବାର ମଣିଷଟା ଏବେ ଘର କଣରେ ବସି ସାନ ପିଲାଟିଏ ପରି ଜୁଳୁଜୁଳୁ ହୋଇ ଚାହୁଁଛନ୍ତି। ନର୍ମଦାଙ୍କର ମନେ ପଡ଼ିଲା ଯେ ଆଦିତ୍ୟ ଏବେ ଆଉ ତାକୁ ବେଶୀ ଲୋଡ଼ୁନାହାନ୍ତି ପୂର୍ବ ସମୟ ପରି। ମାଉସୀ ତାଙ୍କୁ ବୁଲାଇବାକୁ ନେଇଯାଏ। ବିଜନ ଆଦିତ୍ୟଙ୍କର ଲୁଗାପଟା, ଇସ୍ତ୍ରୀ ଠାରୁ ନଖକଟା ଯାଏ ସବୁ କାମ କରିଦିଅନ୍ତି। ତାପ୍ତିଙ୍କ ସାଙ୍ଗରେ ଭୁଟୁରୁ ଭୁଟୁରୁ କ'ଣ ସବୁ ଗପ ଲମ୍ବେଇ ଦେଇଥାନ୍ତି ଆଦିତ୍ୟ ଦିନ ରାତି। ଏବେ ସେ ହାତରେ ଖାଉଛନ୍ତି। ନିଜର ଗାଧୁଆ ଓ ଲୁଗାଧୁଆ କାମ କରିପାରୁଛନ୍ତି, ଗପ ବହି ପଢ଼ୁଛନ୍ତି ଓ ଚିତ୍ର କରୁଛନ୍ତି ଖାତାରେ। ଡାକ୍ତର ଯେହେତୁ କହିଛନ୍ତି ଯେ ନିଜ କାମ ଯଦି ନିଜେ କରୁଛନ୍ତି ମାନେ ଯେମିତି ନିଜେ କରିବେ, ସେ ଦିଗରେ ଉତ୍ସାହିତ କରନ୍ତୁ ତାଙ୍କୁ। ଯେତେ ଶାରୀରିକ ପରିଶ୍ରମ କରିବେ ସେତେ ଭଲ। ଭୋକ ହେବ, ନିଦ ହେବ। ଦେହରୁ ଝାଳ ବୋହିଲେ ଓ ଓଜନ ଠିକ୍ ରହିଲେ ମଣିଷର ଅଧା ରୋଗ ଆପେ ଭଲ ହୋଇଯାଏ। ସୂର୍ଯ୍ୟ କିରଣ ବାଜୁ ଦେହରେ। ପାର୍କକୁ ଯାଉଛନ୍ତି ନିୟମିତ ମାନେ ବହୁତ ଭଲ କଥା। ଆଦିତ୍ୟ ଏବେ ତାପ୍ତି ଏବଂ ବିଜନଙ୍କ ଉପରେ ବେଶୀ ନିର୍ଭର କରୁଛନ୍ତି। ଏ କଥାଟା ସେ ବୁଝୁଥିଲେ ବି କେମିତି ଗୁରୁତ୍ୱ ଦେଲେନି। ଭୁଲ ହିଁ ହୋଇଛି। କେବଳ ସେ ନିଜେ ନୁହନ୍ତି, ତାଙ୍କ ସ୍ୱାମୀ ବି ବିଜନ ବାବୁଙ୍କ ଉପରେ ଏବେ ନିର୍ଭରଶୀଳ। ଦର୍ପଣ ଦେଖିବାର ଅଭ୍ୟାସ କେବେଠୁ ତୁଟିଗଲାଣି। ଅଭ୍ୟାସ ବଶତଃ ଠିକ୍ ଜାଗାରେ ବିନ୍ଦି ଲଗାଇ ପାରନ୍ତି, ମୁଣ୍ଡ ବି କୁଣ୍ଡାଇ ପାରନ୍ତି ନର୍ମଦା।
ପ୍ରମୋସନ୍ ହୋଇଛି ଏ ଭିତରେ, କାମର ଚାପ ବଢ଼ିଛି। ସମୟ ପାଇଲା ମାତ୍ରେ ହାରମୋନିୟମରେ ଟୁଙ୍ଗଟାଙ୍ଗ କରିବାକୁ ମନ ଡାକେ। ଏବେ କିନ୍ତୁ ଚକ୍ ଷ୍ଟିଲ୍ ଥାଳିରେ ପରିଷ୍କାର ଦିଶୁଛି ମୁହଁ। ସେ ମୋଟା ହୋଇଯାଇଛନ୍ତି। ସାମାନ୍ୟ ନିଶ୍ଚିନ୍ତ ଓ ନିରୁପଦ୍ରବ ଲାଗୁଛି ମୁହଁର ମୁଦ୍ରା। ଭୁଲ ହିଁ ହେଇଛି। ସକାଳେ ସବୁଠୁ ଡେରିରେ ଉଠିବା ମଣିଷ ହେଲେ ନର୍ମଦା। ନୂଆ ଘରକୁ ଆସିବାର 2-3 ମାସ ପରେ ଫେରିଆସିଛି ଝିଅ ଦିନର ସେଇ ଗେଲବସର ଅଭ୍ୟାସ। ବିଜନ ଡେରିରେ ଶୁଅନ୍ତି ଏବଂ ଉଠି ପଡ଼ନ୍ତି ସବୁଠାରୁ ପ୍ରଥମେ। ନର୍ମଦା ଉଠିଲା ବେଳକୁ ବିଜନ ତାଙ୍କର ଚା କପ୍ ଧରି ବସିଥାନ୍ତି ତାପ୍ତିଙ୍କ ପାଖରେ। ନର୍ମଦାକୁ ଦିନେ ଦିନେ ଆଶ୍ଚର୍ଯ୍ୟ ଲାଗେ, ରାତିରେ ପଢ଼ାପଢ଼ି ସାରି ଡେରିରେ ଶୋଇଲେ ବି କେମିତି ଏତେ ଶୀଘ୍ର ସେ ଉଠି ପାରନ୍ତି। ନାନା କଥା ଭାବି ନିଦ ଉଭେଇ ଯାଇଛି ନର୍ମଦାଙ୍କ ଆଖିରୁ। ନିଜ ଜୀବନକୁ ନିଜେ ପାରିବାର କ୍ଷମତା ଖସି ନ ଯାଉ ତାଙ୍କ ହାତରୁ। ଅବସ୍ଥା ଓ ଅଧିକା ବିଗିଡ଼ିଯିବା ପୂର୍ବରୁ ସମ୍ଭାଳି ନେବାକୁ ପଡ଼ିବ ନିଜକୁ ଓ ନିଜ ସଂସାରକୁ। ପରିସ୍ଥିତିକୁ ନିଜର ନିୟନ୍ତ୍ରଣରେ ନ ରଖିପାରିଲେ ପରିସ୍ଥିତିର ଶିକାର ହେବେ ସବୁଠୁ ଆଗରେ ସେ ନିଜେ। ଝିଅ ଆସୁଛି କହି ଏବେ ବିଜନଙ୍କ ସହ କଥାବାର୍ତ୍ତା ଆରମ୍ଭ କରାଯାଇ ପାରିବ। ନାଇଁ, ଡେରିରେ ନୁହେଁ, ଝିଅ ଫେରିସାରିବା ପରେ ନୁହେଁ, ଆଜି ହିଁ। କିନ୍ତୁ କେମିତି ଆଉ କ'ଣ କହି କଥା ଆରମ୍ଭ କରାଯାଇ ପାରିବ? ବିଜନ ଏବଂ ନର୍ମଦା ମୁହାଁମୁହିଁ ହୋଇଗଲେ ଡାଇନିଂ ଟେବୁଲ ପାଖରେ। ଦୁହେଁ ପାଣି ପିଇବାକୁ ଉଠିଲେ। ରାତି ଅଧ ଗଡ଼ିଲାଣି ସେତେବେଳକୁ। ବିଜନଙ୍କ ସହିତ ଆଖିରେ ଆଖି ମିଶିଲାରୁ ହସିଲେ ନିର୍ମଦା। ନିଷ୍ପ୍ରାଣ ଓ ନିସ୍ତେଜ ହସ। ଆଜି କ'ଣ ଶୋଇନାହାନ୍ତି? ଦେହ ଠିକ୍ ଅଛି ତ? ରାତି ଗଭୀର ହେଲେ ତିଆରି ହୁଏ ଗୋଟେ କୁହୁକ, ଶୁଣି ହୁଏ ଗୋଟେ ପ୍ରବାହର ଶବ୍ଦ କାନ ଡେରିଲେ। କୁଣ୍ଠିତ ମଣିଷ ବି ଦୁଃସାହସୀ କାମଟେ କରିଦେଇପାରେ ରାତି ଅଧରେ ବେଳେବେଳେ। ଆମେମାନେ ଏକାଠି ଏପରି ଗୋଟିଏ ଘରେ ରହିବା ଆଉ ବେଶୀ ଦିନ ସମ୍ଭବ ହେବ ନାହିଁ ବିଜନ ବାବୁ। ଝିଅ ଆସୁଛି। ଝିଅ ରହିବ ଏଥର, ବାହାସାହା ହେବ। ଓ, ଏଇ କଥା। ବିଜନ ଯେମିତି ଜାଣିଥିଲେ ଯେ ନର୍ମଦା ଏଇ ପ୍ରସଙ୍ଗ ହିଁ ଉଠେଇବେ। ହଁ, ଝିଅ ସହ ଏ ବିଷୟରେ କଥାବାର୍ତ୍ତା ହେଇଛି ମୋର। ସେ ପ୍ରଥମେ ଆସିଯାଉ ଘରକୁ। ହେଲେ ଏବେ ଆମେ ଟିକେ କଫି ପିଇବା କି? ପୁରା ମଗ୍ ନୁହେଁ, ଅଳ୍ପ ଅଧା ମଗ୍। ଆଜି ଟିକେ ଶୀତ ଶୀତ ଲାଗୁନି? ନର୍ମଦା ବୁଝୁଥିଲେ ବିଜନ ଟିକିଏ ଆଢୁଆଳ ଖୋଜୁଛନ୍ତି। କଷ୍ଟ ଲାଗୁଥିବ ତାଙ୍କୁ। ଆହା, ତାଙ୍କର ପୁଅଟି ଯଦି ଏମିତି ଅକାଳରେ ଚାଲିଯାଇ ନଥାନ୍ତା। ବିଜନକୁ ପଛ କରି ଗ୍ୟାସ୍ ଚୁଲି ଜଳାଇ କ୍ଷୀର କେଟଲି ବସେଇଲେ ନର୍ମଦା। ମୁଁ ବି ସବୁବେଳେ ଭାବିଛି ଏକାଠି ରହୁଥିଲେ ବି ଆମ ଦୁଇ ଜଣଙ୍କର ସଂସାର ଅଲଗା, ରୋଜଗାର ଅଲଗା, ଜୀବନ ପରିଚୟ ଅଲଗା ରହୁ। ଅଲଗା ରହିଲେ ଭଲ। ନର୍ମଦା କଫି ମଗ୍ଟା ବିଜନଙ୍କ ହାତକୁ ବଢ଼େଇ ଦେଇ ନିଜେ କଫି ପିଇବା ଆରମ୍ଭ କରିଦେଲେ। ରୁହନ୍ତୁ, କଫି ଥଣ୍ଡା ହେଉ। ଅସମୟରେ କଫି ପିଇବେ। ନିଜ ଇଚ୍ଛାରେ ନୁହେଁ, ମୋ ଇଚ୍ଛାରେ, ତା ପୁଣି ଗରମ ଗରମ। ବିଜନଙ୍କ ହସ ଦିଶୁଥିଲା କରୁଣ, କିମ୍ବା ନର୍ମଦାଙ୍କୁ ସେମିତି ଲାଗିଲା। ମୋ ସହ ଟିକେ ଆସନ୍ତୁ ତ ପ୍ରଥମେ। ଜାଣନ୍ତି, ମଣିଷର ଇଚ୍ଛା ଆଉ ଈଶ୍ୱରଙ୍କ ଇଚ୍ଛା ବେଳେବେଳେ ବିଚିତ୍ର ଭାବରେ ଗୋଟିଏ ବିନ୍ଦୁରେ ମିଶିଯାଏ। କାହାକୁ ହୁଏତ ଅସ୍ୱାଭାବିକ ଲାଗିପାରେ, କିନ୍ତୁ ବଡ଼ ସ୍ୱାଭାବିକ କଥା ସେଇଟା ପ୍ରକୃତରେ। ନର୍ମଦାଙ୍କ ହାତକୁ ମୁଠେଇ ଧରି ତାଙ୍କ ରୁମ୍କୁ ବାଟ କଢ଼େଇ ନେଲେ ବିଜନ। ସେଇପଟକୁ ଅଛି ବାଲକୋନି। ବାଲକୋନିରେ ଝରୁଛି ନିରୀହ ନିଟୋଳ ଜ୍ୟୋତ୍ସ୍ନା। ଆସ, ଦେଖିବ ଆସ। ବିଜନ ଆଲୁଅ ଜାଳିଲେ। ବଡ଼ ସୋଫାଟି ଉପରେ କୁଙ୍କୁରି କାଙ୍କୁରି ହୋଇ ପରସ୍ପରକୁ ଜାକି ଧରି ନିଶ୍ଚିନ୍ତରେ ଶୋଇଛନ୍ତି ତାପ୍ତି ଆଉ ଆଦିତ୍ୟ। ଦୁଇଟି ଅସହାୟ ଶିଶୁ ଯେମିତି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଗାଳ୍ପିକା ଚିରଶ୍ରୀ ଇନ୍ଦ୍ର ସିଂଙ୍କ ନାଭିସୂତ୍ର ଗଳ୍ପ ସଂକଳନସ୍ଥ ଏକ ଚମତ୍କାର ଗଳ୍ପ ବାଇ ଚଢ଼େଇର ଘର। ଅଡ଼ିଓଟି କେମିତି ଲାଗିଲା ଜଣାଇବା ପାଇଁ ଆପଣମାନଙ୍କୁ ଅନୁରୋଧ। ଧନ୍ୟବାଦ।